କାଣି ବିଲେଇକୁ କୁଜି ଅସରପା ପାଇକିନା ଟାଙ୍କିକୁ ଲାଗି ଅନାବନା ଗଛ ବୁଦାର ବଣ। ଦୌଡ଼ୁଥିବା ମୂଷାଟିଏ ହଠାତ୍ ଟାଙ୍କି ଉପରେ ଟଳି ପଡ଼ିଲା। ମରିଗଲା ବୋଧହୁଏ। ବୁଲୁଥିବା ଅସରପାଟା ତା ଉପରକୁ ମାଡ଼ି ଆସିଲା। ଦାନ୍ତରେ ପୁଳାଏ ମାଂସ ଝୁଣି ନେଇ ଶୁଣ୍ଢ ଉପରକୁ ଟେକି କହିଲା, ଆଃ କି ମିଠା। ଠିକ୍ ସେତିକିବେଳେ ବୁଦାମୂଳରେ ଛପିଥିବା ବିରାଡ଼ିଟିଏ ମୂଷା ଉପରକୁ ଝାମ୍ପ ମାରିଲା। ଅସରପା ତଳେ ପଡ଼ିଗଲା ଏବଂ ତାର ଗୋଟିଏ ଗୋଡ଼ ଭାଙ୍ଗିଗଲା। ବିରାଡ଼ି ମୂଷାକୁ ଦାନ୍ତରେ କାମୁଡ଼ି ଅନ୍ଧାରିଆ ଜାଗାକୁ ଚାଲିଗଲା। ଅସରପା କ'ଣ ଛାଡ଼ିଦେବା ଜନ୍ତୁ? ଗୋଡ଼ ବିନ୍ଧୁଛି, ପେଟରେ ଭୋକ ହେଉଛି, ପୁଣି ବିରାଡ଼ି ପ୍ରତି ରାଗ ବଢ଼ୁଛି। ସେ କେତେ ସହନ୍ତା। ପ୍ରତିଶୋଧ ନେବା ପାଇଁ ସେ ପୁଅ ଝିଅ ନାତି ନାତୁଣୀକୁ ସମସ୍ତଙ୍କୁ ଚିତ୍କାର କରି ଡାକିଲା। ନିମିଷକ ଭିତରେ ହଜାର ହଜାର ଅସରପା ଟାଙ୍କି କବାଟର ଫାଙ୍କ ଦେଇ ବାହାରି ଆସିଲେ। ଲାଗୁଥିଲା ସତେ ଯେମିତି ଅସରପାର ନଈଟିଏ ସୃଷ୍ଟି ହୋଇଯାଇଛି। ଅସରପାଙ୍କ ପଲଟନ ଦେଖି ବିରାଡ଼ି ଡରିଗଲା। ମୂଷାକୁ ଖାଇବ କ'ଣ? ବୋକା ପରି ଚାହିଁ ରହିଲା। ତଥାପି ସାହସ ସଞ୍ଚୟ କରି କହିଲା, ଭାଇମାନେ ଦେଖ, ମୁଁ ତୁମର କିଛି କ୍ଷତି କରିନାହିଁ। ମୂଷାକୁ ଗୋଡ଼େଇ ଗୋଡ଼େଇ ମୁଁ ଘାଇଲା କରି ମାରିଛି, ତେଣୁ ତା ଉପରେ ମୋର ଅଧିକାର ଅଛି। ମୋ ଖାଦ୍ୟକୁ ତମେ ଛଡ଼େଇ ନେବା ଅନ୍ୟାୟ ହେବ। ଯୁବ ଅସରପାମାନେ କହିଲେ, ତୁମେ ମିଛ କହୁଛ। ଆମ ଜେଜେମା ମଲା ମୂଷାକୁ ପ୍ରଥମେ ଅକ୍ତିଆରକୁ ନେଇଥିଲେ। ଦେଖ, ତମ ଦାନ୍ତ ଆଗରୁ ତାଙ୍କ ଦାନ୍ତର ଦାଗ ବସିଛି। ମୂଷାର ପିଠିରେ ବିରାଡ଼ି ମୂଷାକୁ ଦାନ୍ତ ଓ ନଖରେ ଧରିବା ଭିତରେ ବହୁ ଜାଗାରେ ଖଣ୍ଡିଆ ଖାବରା ହୋଇଯାଇଛି। ସେଥିରେ ଅସରପା କହିଥିବା କ୍ଷେତକୁ ବାରି ହେଉନାହିଁ। ଏହାର ସୁଯୋଗ ନେଇ ବିରାଡ଼ି ମୂଷାକୁ ଟାଙ୍କି ଉପରକୁ ଗଡ଼ାଇ ଦେଇ କହିଲା, ମୋତେ ଚିହ୍ନାଇ ଦିଅ, ତମ ଜେଜେମା କରିଥିବା କ୍ଷେତ ଚିହ୍ନ କେଉଁଟା? ଅସରପାମାନେ ବହୁତ କଷ୍ଟରେ ଗୋଟିଏ ଦିଟା ଦାଗକୁ ଚିହ୍ନିଲେ। ମାତ୍ର ବିରାଡ଼ି ବିଶ୍ୱାସ କଲା ନାହିଁ। ବରଂ ଓଲଟା କହିଲା, ତମକୁ ମୁଁ କ'ଣ ଡରିଛି? ତମର ତାକତ କେତେ ମୁଁ ଫୁଙ୍କିଦେଲେ ଉଡ଼ିଯିବ। ଗୋଡ଼ ଭାଙ୍ଗିଥିବା ଅସରପାକୁ ବହୁ କଥା ମାଲୁମ ଥିଲା। ସେ କେବଳ ନେତ୍ରୀ ନଥିଲା, ଥିଲା ଜଣେ ପାଠୋଇ ଅନୁଭବୀ। ସେ କହିଲା, ଆମେ 2 ମାସ ଖାଲି ପାଣି ପିଇ ବଞ୍ଚିପାରିବୁ, 6 ମାସ ପାଣି ନ ପିଇବା ବଞ୍ଚିପାରିବୁ। କି ଥଣ୍ଡା କି ଗରମ ସବୁ ଦେହରେ ଆମେ ଥରିବୁ, ସହିପାରିବୁ। ମରୁଭୂମି ଉତ୍ତାପ ଓ ବରଫର ଶୀତଳତା ସହିପାରିବୁ। କହିଲ କେଉଁ ବିରାଡ଼ି ଏମିତିକା ପରିବେଶରେ ରହିପାରିବ, ପାଣି ପିଇ ବଞ୍ଚିପାରିବ? ବିରାଡ଼ି କହିଲା, ଆମେ ତମେ ଭଳି କ'ଣ ଲୁଚି ଛପି ରହୁଛୁ ମାଲିକର ସେଜରେ, ଖାଉଛୁ ଦୁଧ ଭାତ, ମାଛ ଭଜା। ତମର ମାଲିକ ନା ଫାଲିକ ଅଛନ୍ତି? ତୁମକୁ ସମସ୍ତେ ଘୃଣା କରନ୍ତି। ଘୃଣା କଲେ ବି ଆମେ ତାକୁ ଧରୁନା, କାରଣ ଆମେ ଜାଣୁ ପ୍ରକୃତିକୁ ବିଶୁଦ୍ଧ କରିବାର ଦାୟିତ୍ୱ ଆମ ଛଡ଼ା କେହି ନେଇପାରିବେ ନାହିଁ। ପଚାସଢ଼ା ଜିନିଷ ଦୁର୍ଗନ୍ଧଯୁକ୍ତ ପଦାର୍ଥକୁ ଖାଇ ଆମେ ଗନ୍ଧ ଓ ଆବର୍ଜନାକୁ ଦୂର କରୁ। ଯେଉଁଠାକୁ କେହି ଯାଇପାରିବେନି ସେଠାକୁ ଆମେ ଯାଇ ପରିଷ୍କାର କରୁ। ତମ ଭଳି ଆମେ ଅଳସୁଆ ନୁହଁ କି ଉପରେ ବଞ୍ଚୁନାହୁଁ। ଆରେ ମୂର୍ଖ, ତମେ କୁଆଡ଼ୁ ଜାଣିବ? ମଣିଷର ପାଖାପାଖି ପ୍ରାଣୀ ଆମେ। ଆମେ ଗୁଣସୂତ୍ର ଓ ମଣିଷଙ୍କ ଗୁଣସୂତ୍ରରେ ବେଶୀ ପ୍ରଭେଦ ନାହିଁ। ଏମିତିକି ଆମ ଦେହରେ ଗୋଟିଏ ଗୁଣପିଣ୍ଡ ଅଛି, ଯାହା ବଳରେ ଆମେ ବହୁ ଦୂରରୁ ଘ୍ରାଣ କରିପାରିବୁ। ଏବେ ମଣିଷ ସେହି ଜିନ୍ ବା ଗୁଣପିଣ୍ଡ ଆମଠାରୁ ନେଇ ଜିନ୍ ଦେହରେ ଖଞ୍ଜିବାକୁ ଯାଉଛି। ଏଇଟାକୁ ବଡ଼ କଥା କି? ମୋ ବଂଶରେ ଥିବା 35,000 ପ୍ରଜାତିଙ୍କ ଭିତରେ ଆହୁରି ବହୁତ ଗୁଣ ରହିଛି। ତମେ ଜାଣିଲେ ତାଟକା ହୋଇଯିବ। ଗୋଟିଏ ବିଶିଷ୍ଟ ଗୁଣ ଯୋଗୁଁ ପରମାଣୁ ବୋମା ଆମର କିଛି କ୍ଷତି କରିପାରିନାହିଁ। ଦିନ ଆସିବ, ମଣିଷ ଆମର ଏହି ଗୁଣପିଣ୍ଡକୁ ମଧ୍ୟ ଚୋରି କରି ନିଜ ଦେହରେ ସ୍ଥାପନ କରି ଗୋଳା ବାରୁଦ ଓ ବୋମାରୁ ରକ୍ଷା ପାଇବ। ଆଉ ଯୁକ୍ତିତର୍କ ନ କରି ବିରାଡ଼ି ମୂଷାକୁ ଧରି ପଳାଇବାକୁ ଚେଷ୍ଟା କଲା। ମାତ୍ର ଅସରପାମାନେ ତାକୁ ଘେରିଗଲେ। ଅସରପା ଗଦା ଭିତରେ ସେ ସମ୍ପୂର୍ଣ୍ଣ ବୁଡ଼ିଗଲା। କଷ୍ଟେ ମଷ୍ଟେ ଉଠିଲା ବେଳକୁ ଦେଖିଲା ତାର ଗୋଟେ ଆଖି ଫୁଟିଯାଇଛି। ସେ ପ୍ରାଣ ବିକଳରେ ଦୌଡ଼ି ବିକଳ ମଧ୍ୟ ପଳାଇଲା। ତା ପଛେ ପଛେ ଅସରପାମାନେ ଧାଡ଼ି କରି ଚାଲିବାକୁ ଲାଗିଲେ। ମାତ୍ର ଗୋଡ଼ ଭଙ୍ଗା ଯୋଗୁଁ ଛୋଟି ହୋଇଯାଇଥିବା ଅସରପା ସେମାନଙ୍କୁ ବାରଣ କଲା। ସେହି ଦିନଠାରୁ କୁଜି ଅସରପା ଉପରେ କାଣି ବିରାଡ଼ିର ଭାରି ରାଗ।